ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, প্রভু যীশু খ্ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାଥ୍ୟୁ ଲିଖିତ ସୁସମାଚାର 8 ଅଧ୍ୟାୟର 27 ପଦ ଆମେ ପାଠ କରିବା। ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି। ଏଇଠାରେ ଆମେ ଏକ ଅସାଧାରଣ ବା ଅଲୌକିକ ଘଟଣା ଦେଖୁ। ପ୍ରଭୁ ଯୀଶୁଙ୍କ ଶିଷ୍ୟମାନେ ନୌକାରେ ଥିଲେ। ସେତେବେଳେ ସମୁଦ୍ରରେ ପ୍ରବଳ ଝଡ଼ ତୋଫାନ ହେଲା। ଏଣୁ ସେମାନେ ଭୟରେ ପରିପୂର୍ଣ୍ଣ ହେଲେ। ସେହି ସମୟରେ ସେମାନଙ୍କ ଗୁରୁ ଓ ପ୍ରଭୁ ଯୀଶୁ ଜାଗ୍ରତ ହୋଇ ଝଡ଼ ପବନ ଓ ସମୁଦ୍ରକୁ ଧମକ ଦେଲେ। ତତ୍କ୍ଷଣାତ୍ ସବୁ ଧୀର ସ୍ଥିର ହୋଇଗଲା। ସେତେବେଳେ ଶିଷ୍ୟମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି। ଏହି ଘଟଣା କେବଳ ଏକ ଆଶ୍ଚର୍ଯ୍ୟ ଘଟଣା ନଥିଲା, ବରଂ ଏହା ଏହି ସତ୍ୟ ମଧ୍ୟ ପ୍ରକାଶ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଶାରୀରିକ ଅସୁସ୍ଥତା ଉପରେ ନୁହଁ, ବରଂ ସମଗ୍ର ସୃଷ୍ଟି ଉପରେ ଅଧିକାର ଧାରଣ କରନ୍ତି। ଯିଏ ଝଡ଼ ପବନ ଓ ସମୁଦ୍ରକୁ ଧମକ ଦେଇ ଶାନ୍ତ କରିପାରନ୍ତି, ସେ ମନୁଷ୍ୟ ଜୀବନରେ ଆସୁଥିବା ସମସ୍ତ ଝଡ଼କୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି। ଶିଷ୍ୟମାନଙ୍କର ଭୟ କେବଳ ବାହ୍ୟିକ ଝଡ଼ ଉପରେ ନଥିଲା, ବରଂ ସେହି ଅସହାୟତା ଉପରେ ଥିଲା ଯାହା ସେମାନେ ଭିତରେ ଅନୁଭବ କରୁଥିଲେ। ବାଇବଲ ଆମକୁ କହେ ଯେ ମନୁଷ୍ୟ ଜୀବନରେ ଥିବା ଅଶାନ୍ତି ଓ ଭୟ ପାପର ପରିଣାମ ଅଟେ। ଯେପରି ସମୁଦ୍ରର ଝଡ଼ ନୌକାକୁ ବୁଡ଼ାଇ ଦେଇପାରେ, ଠିକ୍ ସେହି ରୂପେ ପାପର ପ୍ରଭାବ ଜୀବନକୁ ଅସ୍ଥିର କରିଦିଏ ଓ ତାହାକୁ ବିନାଶ ଆଡ଼କୁ ନେଇଯାଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଅଧିକାର ପ୍ରକୃତି ଉପରେ ଦେଖାଇଲେ, ସେ ପାପକୁ କ୍ରୁଶ ଉପରେ ପରାଜିତ କରି ସେହି ଅଧିକାର ପ୍ରକାଶ କଲେ। ସେ ଆମ ସ୍ଥାନରେ ପାପର ଦଣ୍ଡ ଭୋଗ କଲେ। ଯେପରି ସେ ପାପ ଓ ମୃତ୍ୟୁର ଶକ୍ତିକୁ ଖଣ୍ଡନ କରିବେ ଓ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ମିଳିତ କରାଇବେ। ମୁକ୍ତି ବା ପରିତ୍ରାଣ କେବଳ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଉପଲବ୍ଧ। ଯଦି କେହି ନିଜ ପାପରୁ ଫେରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ ତଥା ତାହାଙ୍କର ବଳିଦାନକୁ ଗ୍ରହଣ କରେ, ଅର୍ଥାତ୍ ତାହାଙ୍କୁ ନିଜ ଜୀବନରେ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେତେବେଳେ ଈଶ୍ୱର ତାହାର ପାପ କ୍ଷମା କରନ୍ତି ଓ ତାହାକୁ ଶାନ୍ତି ପ୍ରଦାନ କରନ୍ତି। ଆପଣଙ୍କ ଜୀବନର ଝଡ଼ର ସାମ୍ନା କରିବାକୁ ଆପଣ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ହାତ ଧରିବେ କି?